ଗୀତାରେ ଯୁଦ୍ଧ କଥା କୁହାଯାଇଛି। ଅର୍ଜୁନ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି, କୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି, ଅର୍ଜୁନଙ୍କ ଭିତରେ ବିଷାଦ ଆସୁଛି ଯେ ମୁଁ ମାରିବି, ମୁଁ କେମିତି ମାରିବି ମୋ ଭାଇ ମାନଙ୍କୁ, ସେତେବେଳେ ଭଗବାନ ଯୁଦ୍ଧର ଆବଶ୍ୟକତା ସମ୍ପର୍କରେ କହୁଛନ୍ତି। କରେକ୍ଟ। ତ କେତେବେଳେ ଯୁଦ୍ଧର ଆବଶ୍ୟକତା ପଡେ? ଯୁଦ୍ଧର କେତେବେଳେ ଆବଶ୍ୟକତା ନାହିଁ। ଆଉ କାହାକୁ ଧର୍ମ ଯୁଦ୍ଧ କୁହାଯାଏ? ଯୁଦ୍ଧଟା କୌଣସି ଆବଶ୍ୟକତା ନାହିଁ ଯଦି ମଣିଷ ନିଜକୁ ବୁଝିଯିବ। କାହିଁକି ନା ଏଇ ଯୋଉ କହିଦିଅନ୍ତୁ ଗୋଟେ ବଡ ଭାଇଟେ ତୁ ତା ସାଙ୍ଗେ କାହିଁ କଣ କରୁଛୁ, ସେ ଛୋଟିଆଟେ ତାକୁ ଦେଇଦେ, ସିଏ ଯଦି ଦେଇଦେଲା ଯୁଦ୍ଧ ବନ୍ଦ ହେଇଗଲା। ଆଚ୍ଛା ମନେକର ଏଇ ଛୋଟିଆକୁ ବୁଝେଇଦେଲେ, କହିଲେ ତୁ ଅଝଟ ହନା, କାହିଁକି ଅଝଟ ହଉ, ସେ ଦେଖିଛି ରଖୁ, ସିଏ ବନ୍ଦ ହେଇଗଲା, ସିଏ ଯୁଦ୍ଧ ବନ୍ଦ ହେଇଗଲା ନା ନାହିଁ। କିନ୍ତୁ ଯେତେବେଳେ ଆଡଲ୍ଟ ୱାର୍ଲଡରେ ପରସ୍ପରକୁ ବୁଝିବାର ଆଉ ସମ୍ବନ୍ଧ ଆଉ ସେ ସମୟ ନାହିଁ, ସମ୍ବନ୍ଧ ନାହିଁ। ତା ଦ୍ୱାରା କ'ଣ ହଉଛି, ରୁଷିଆ କହୁଛି ଏଇଟା ମୋର, ୟୁକ୍ରେନ କହିଲା ଏଇଟା ମୋର, ଭାରତ କହିଲେ ଏଇଟା ମୋର, ପାକିସ୍ତାନ କହିଲା ସେଇଟା ମୋର, ଚାଇନା, ଯେ ସାରା ପୃଥିବୀରେ କେତେ ପ୍ରକାର ଯୁଦ୍ଧ ହଉଛି। ଶୁଣନ୍ତୁ, କେତେ ପ୍ରକାର ରାଜନୀତି କ୍ଷେତ୍ରରେ ଯୁଦ୍ଧ ହଉଛି। ତ ଭଗବାନ ଗୀତାରେ ଯୋଉ କହିଛନ୍ତି ଯୁଦ୍ଧର ଆବଶ୍ୟକତା ଅଛି, କେତେବେଳେ ଯୁଦ୍ଧର ଆବଶ୍ୟକତା ନାହିଁ। ଯୁଦ୍ଧଟା ଯେତେବେଳେ ସୃଷ୍ଟି ହବ, ନିଜ ମନ ଭିତରେ ସୃଷ୍ଟି ହବ, ସେତିକିବେଳେ ତୁମେ ତାକୁ କେମିତି ରିଜଲ୍ଭ କରିବ। ହଁ, ତ ଯୁଦ୍ଧ ସପକ୍ଷରେ ତ କୃଷ୍ଣ ବୁଝେଇଛନ୍ତି। କାହିଁକି ବୁଝେଇଛି? କାରଣ ଯୁଦ୍ଧକୁ ଖାଲି ମଜାରେ ବୁଝେଇଛି। କାହିଁକି ବୁଝେଇଛି? ଯୁଦ୍ଧଟା ହଉଛି ଲାଷ୍ଟ ରିସର୍ଟ। ଆମର ଯୋଉଟା କି ଟ୍ରାଡିସନରେ କୁହାଯାଇଛି ସାମ ଦାନ ଭେଦ ଦଣ୍ଡ। ପନିଶମେଣ୍ଟ ହଉଛି ଲାଷ୍ଟ ରିସର୍ଟ। ମନେ କରନ୍ତୁ ଆପଣ ଦି ଭାଇ, ଆମର ଗୋଟେ ଜମି ସହଜ କଳିଗଲା, ଘର ଭାବନ୍ତୁ ଜମି ସହଜ, ଦେଶରେ ଭାବନ୍ତୁ ସୀମା ସହଜ କଳିଗଲା। ପ୍ରଥମ ଷ୍ଟେପ ହଉଛି ସାମ, ୱି ଆର୍ ଫ୍ରେଣ୍ଡସ୍, ଆମେ ସାଙ୍ଗ ସବୁ, ତୁମେ ବି ରହିବ ଆମେ ବି ରହିବା। ଆଜି କହନ୍ତି ନେଭର, ୟୁ ଡୋଣ୍ଟ ହାଭ୍ ଚଏସ୍ ଫର ନେଭର, ତୁମେ ବି ରହିବ ଆମେ ବି ରହିବା, ସାଙ୍ଗ ହେଇ ରହିଯିବା। ବେଳେ ବେଳେ ସେଇଟା ବି ସମସ୍ୟା ସମାଧାନ କରିଦିଏ। ତା ନହେଲେ ଦାନ, ଦାନ ମାନେ ମୁଁ କିଛି ଛାଡି ଦଉଛି, ତୁ କିଛି ଛାଡିଦେ। ଦାନ ମୋର ଦରକାର ନାହିଁ ଏତିକି, ତୁ ଫୁଟେ ନେଇଯା, 10 ଫୁଟ ନେଇଯା, 10 ମାଇଲ ନେଇଯା, ମୁଁ 10 ମାଇଲ ନେଇଯାଉଛି। ଦାନ, ସେଥିରେ ବି ସମାଧାନ ହେଇଯିବ। ନହେଲେ ଭେଦ, ଭେଦ ମାନେ ତୁମେ ଦି ଜଣ ଯାକ ସମାଧାନ କରିପାରୁନ, କୂଟନୀତି, ଯେ କମନ ଫ୍ରେଣ୍ଡ। ଯେମିତି ପାଣ୍ଡବ କୌରବ ଆସିଲେ, ପାଣ୍ଡବ ମାନେ କଣ କହିଲେ, ଭାଇ ଭାଇ କାହିଁ କରିପାରିବା, ସେଇଠୁ ଦାନ, ସବୁତିକ 5 ଭାଇ ଭଉଣୀ 5ଟା ଜାଗା ଦେଇଦିଅ, 5ଟା ଷ୍ଟେଟ ଦେଇଦିଅ, ଗୋଟେ ଷ୍ଟେଟରେ 5ଟା ତହସିଲ ଦେଇଦିଅ, ଗୋଟେ ତହସିଲ 5ଟା ଗାଁ ଦେଇଦିଅ, ଗୋଟାଏ ଗାଁରେ 5ଟା ଘର ଦେଇଦିଅ। ଦେଖିଲା ସୂଚ୍ୟଗ୍ର ମେଦିନୀ ବି ମୁଁ ଦେବିନି, ଦାନ ଚାଲିଗଲା, ତାର କାମ ଆଉ ହେଇପାରିବନି। ଭେଦ, ସେଇଠୁ ସେମାନେ ଗଲେ କୃଷ୍ଣଙ୍କ ପାଖକୁ, ଯେ ଆସନ୍ତୁ ଆପଣ ଆମ 2 ଜଣଙ୍କୁ ସମାଧାନ କରେଇ ଦିଅନ୍ତୁ। ଦାନ ହେଲା ଭେଦ, ସିଏ ଆସି 2 ଜଣଙ୍କୁ ବୁଝେଇଦେବେ। ସମୁଦ୍ର ସାଙ୍ଗ ଏଇଟା ମୋର ସମୁଦ୍ର ସାମ ଦଣ୍ଡ ଭେଦ ଯଦି ନହେଲା, ଶେଷରେ ଯାଉଛି ଦଣ୍ଡ, ଯୁଦ୍ଧ, ଲାଷ୍ଟ ରିସର୍ଟ। ଲାଷ୍ଟ ରିସର୍ଟ। ଲାଷ୍ଟ ରିସର୍ଟରେ କାହାର ଲାଭ ହବ, କାହାରି ଲାଭ ହବନି। କାରଣ ଅର୍ଜୁନର ମୁଣ୍ଡ କାହିଁ ଖରାପ ହେଲା, କହିଲା ମୁଁ ଯଦି ଏଠି ଯୁଦ୍ଧ କରୁଛି, ଯୁଦ୍ଧ କରିବା ମୋର ଦରକାର ହବ, କିନ୍ତୁ ଯଦି ମୁଁ କରିବି, ଭୀଷ୍ମକୁ ମାରିବି, କର୍ଣ୍ଣକୁ ମାରିବି, ଦ୍ରୋଣକୁ ମାରିବି, ସମସ୍ତଙ୍କୁ ମାରିବାକୁ ପଡିବ। ଖାଲି ସେମାନେ ତ ମରିବେନି, ଆମେ ବି ମରିବୁ, ମୋର ଏ ଯୁଦ୍ଧ ଦରକାର। କିନ୍ତୁ କୃଷ୍ଣ ଜଷ୍ଟିଫାଏ କଲେ, ରାଇଟ, ଯେ ତତେ ମାରିବା ଦରକାର। ରାଇଟ, କାହିଁକି? ଆଜି ସପୋଜ ସିଏ ଅର୍ଜୁନ ଗୋଟେ ସାଧାରଣ ଲୋକ ହେଇଥାନ୍ତା, ସେ ତାକୁ କହିଥାନ୍ତେ ପଳେଇ ଯାଇକି ଯାହା କରୁଛି ନାହିଁ। ଅର୍ଜୁନ ହଉଛି ରାଜପୁତ୍ର, ହି ଦ କିଙ୍ଗ। ଯଦି କିଙ୍ଗ ପଳାୟନ ପନ୍ଥୀ ହେଇଯିବ, ସାରା ରାଜ୍ୟ ଖରାପ ହେଇଯିବ। କାରଣ ତୁମେ ଯେତେବେଳେ ଭଲ ଲୋକ ପଳେଇ ଯାଉଛ, ଖରାପ ଲୋକ ନାଚି ବାଳି ମାଡ଼ି ବସିବେ। ସୋ ୟୁ ଆର୍ ନଟ୍ ଫାଇଟିଂ ୟୋର ବ୍ରଦର। ସେଥିକାଜେ ଯେତେବେଳେ ଦୁଇ ପାଖରେ, ଯେତେବେଳେ ମହାଭାରତର ଯୁଦ୍ଧରେ ସେ ଅର୍ଜୁନ ହେଇଛି ସେନାପତି, କୃଷ୍ଣ କହିଲା ସେନୟୋରୁ ଘର ମଧ୍ୟରେ ରଥମ ସ୍ଥାପୟମ ଅଚ୍ୟୁତ, ହେ ଅଚ୍ୟୁତ, ଏ 2ଟା ଯାକ ସେନା ମଧ୍ୟରେ ରଥ ରଖ। କମାଣ୍ଡିଂ କୃଷ୍ଣ, ରଥମ ସ୍ଥାପୟ, ମୋ ରଥକୁ ରଖ, 2ଟା ଯାକ ସେନା ମଧ୍ୟରେ ମୋ ରଥଟାକୁ ରଖ। କୃଷ୍ଣ ସେ ତ କହିଦେଲେ ମୁଁ ଅସ୍ତ୍ର ଧରିବିନି, ସେ ନେଇକି ରଖିଦେଲେ। ଆଉ ସେ କ'ଣ କହିଲେ, ସମବେତାନ କୁରୁନ୍ ପଶ୍ୟ, କୁରୁନ୍ ମାନେ ଏଇ ଯୋଉ ଲୋକମାନେ ଅଛନ୍ତି, ସମବେତାନ ଶତ୍ରୁନ୍ ପଶ୍ୟ, ସେମାନଙ୍କୁ ଶତ୍ରୁ ଦେଖ। ତୁମେ ଦେଖିବ ଭାଇ ସାଙ୍ଗେ ଯୁଦ୍ଧ କରିପାରିବ, ଶତ୍ରୁ ଦେଖିଲେ ହିଁ ଯୁଦ୍ଧ କରିପାରିବ। ସିଏ ସମବେତାନ କୁରୁନ୍ ପଶ୍ୟ, ଶତ୍ରୁନ୍ ପଶ୍ୟ। କିନ୍ତୁ ସିଏ କ'ଣ ଦେଖିଲା, ଶତ୍ରୁ ନ ଦେଖିକିରି ସେ ଦେଖିଲା ଭ୍ରାତୃନାନ୍ ମାତୃଣାନ୍ ପିତୃନ୍ ଶ୍ୱଶୁରାନ୍, ଭାଇ ବନ୍ଧୁ କୁଟୁମ୍ବ ସବୁ ଦେଖିଲା। ଆଉ କେମିତି ତାଙ୍କ ସାଙ୍ଗେ ଯୁଦ୍ଧ କରିବ? ଗୁରୁ ଦ୍ରୋଣାଚାର୍ଯ୍ୟ ଭୀଷ୍ମ, ଯଦି ତାଙ୍କ ସାଙ୍ଗେ କେମିତି ଯୁଦ୍ଧ କରିବ? ସେ କହିଲା ମୁଁ ପଳେଇଯିବି, ଛାଡ଼ି ଦେଇଯିବି। ସେତେବେଳେ ସେ କହିଲେ ତମେ ଗୋଟେ ମିଷ୍ଟେକ୍ କରୁଛ, ତୁମେ ହଉଛ ରାଜା, ତୁମର ଧର୍ମ ହଉଛି ତୁମେ ଚାଲିଗଲା ରାଜ୍ୟ ଖରାପ ହେଇଯିବ। ଆଜ୍ ଏ ପ୍ରିନ୍ସ ୟୁ ଫାଇଟ୍ ଦ ବ୍ୟାଟଲ୍।
Hmm. As a king, you fight the battle. As a person, you have nothing to do with it.